ନମସ୍କାର ଭିଡ଼ିଓଟିକୁ ଜମାରୁ ବି ସ୍କିପ୍ କରନ୍ତୁନି। ଆଜି ଆପଣଙ୍କୁ ପାଳଙ୍ଗ ଶାଗର ଗୋଟେ ବଢ଼ିଆ ହିଷ୍ଟ୍ରି ଆପଣମାନଙ୍କ ସାଙ୍ଗେ ସେୟାର କରିବି। କେମିତି ସେ ଆମେରିକାରେ ସୈନ୍ୟମାନଙ୍କୁ ବଞ୍ଚେଇଥିଲା ଏହି ପାଳଙ୍ଗ ଶାଗ ମୁଁ ଆପଣମାନଙ୍କ ସାଙ୍ଗେ ସେୟାର କରିବି। ତ ଭିଡ଼ିଓଟିକୁ ସ୍କିପ୍ ନ କରି ଟିକେ ନାକୁ ଦେଖନ୍ତୁ। ତା ପୂର୍ବରୁ ମୁଁ ଆପଣମାନଙ୍କୁ କହିଦେଉଛି ପାଳଙ୍ଗ ଶାଗ ଆଜକୁ ପ୍ରାୟ 2000 ବର୍ଷ ପୂର୍ବରୁ ଇରାନରେ ଉତ୍ପତ୍ତି ହେଇଥିଲା। ପରେ କ'ଣ ହେଲା କି ସେ ନେପାଳର ରାଜା ଚୀନକୁ ଉପହାର ଆକାରରେ ଦେଇଥିଲେ। ତାପରେ ଆସ୍ତେ ଆସ୍ତେ ହେଇକି ସବୁ ଦେଶରେ ବ୍ୟାପିଥିଲା। ଏବେ ମେନ୍ ଟପିକ୍ ହେଉଛି ଆମେରିକାର ସୈନ୍ୟମାନଙ୍କୁ ପାଳଙ୍ଗ ଶାଗ କେମିତି ବଞ୍ଚେଇଥିଲା। ଯେତେବେଳେ ବିଶ୍ୱଯୁଦ୍ଧ ହେଇଥିଲା ତ ସେ ସମୟରେ ନା ଆମେରିକାର ସୈନ୍ୟମାନଙ୍କୁ ଏଇ ଶାଗଟାରେ ଗୋଟେ ବହୁତ ବଢ଼ିଆ ରେସିପି ବନା ହେଇକି ଦିଆହେଇଥିଲା, ଆଉ ଯେଉଁଟାକି ଖାଇକି ସେମାନେ ବହୁତ ମାସ ମାସ ପର୍ଯ୍ୟନ୍ତ ରହିଥିଲେ। ସାଧାରଣତଃ ଆମେରିକାରେ ନା ର ସାଲାଡ଼ ବେଶୀ ଖାଆନ୍ତି, ଯେଉଁଟାକି କଞ୍ଚା ସାଲାଡ଼ ଯେଉଁଟା ସେମାନେ ବେଶୀ ଖାଇଥାନ୍ତି। ତ ଏମିତି କଞ୍ଚା ସାଲାଡ଼ ଖାଇବା ଦ୍ୱାରା ଯେ ପାଳଙ୍ଗ ଶାଗ ବି ସେଇଥିରେ ଖାଇଥାନ୍ତି, କିନ୍ତୁ ଯେହେତୁ କଞ୍ଚା ରହେ ନା ସେଇ ସବୁ ଯୁଦ୍ଧ ସମୟରେ ଯେତେ ଯାହା ଖାଇବାକୁ ଦେଲେ ବି ସେ ସବୁ ପଚି ସଢ଼ିଯାଏ। ତେମିତି ଯୁଦ୍ଧରେ ସମୟରେ ଖାଇବାକୁ ନ ପାଇକି ବି ସୈନ୍ୟମାନେ ବି ପୁରା ହତାଶ ହେଇଯାଇଥାନ୍ତି, ଦେହ ଖରାପ ବି ହେଇଯାଇଥାଏ, ତାଙ୍କ ପାଇଁ ବଳ ବି ନଥାଏ ସେ କେମିତି ଯୁଦ୍ଧ କରିବେ। ସେଇ ସମୟରେ ଟେକ୍ନୋଲୋଜି ଏତେ ବି ହାଇ ନଥାଏ। ତ ଆମର ଜଣେ ଇଣ୍ଡିଆନ୍ ରୋଷେଇଆ ସେ କ'ଣ କରିଥିଲେ, ସଜେଷ୍ଟ କରିଥିଲେ କି ପାଳଙ୍ଗ ଶାଗର ପୁରୀ ବନେଇକି ସବୁ ସୈନ୍ୟମାନଙ୍କୁ ଦିଆହେବ। ତ ପାଳଙ୍ଗ ଶାଗର ପୁରୀ ସେ ବନେଇଥିଲେ ଆଉ ସବୁ ସୈନ୍ୟମାନଙ୍କୁ ଦିଆହେଇଥିଲା। ଦିନେ 2 ଦିନ 3 ଦିନ ରହେ, କିଛି ନଷ୍ଟ ହୁଏନି, ପୁଣି ଆଉଥରେ ଖାଇବା ପହଞ୍ଚିଯାଏ। ତ ଏମିତି ଭାବରେ ସେମାନେ ସବୁ ପାଳଙ୍ଗ ଶାଗ ଖାଇକି ଯୁଦ୍ଧ ଲଢ଼ିଥିଲେ। ଆଉ ଲିଟରେଲି ସେମାନେ ଯେତେବେଳେ ଏଇ ଷ୍ଟୋରିଟା କହୁଥିଲେ ଯେ ଆମେ କେମିତି ଖାଇକି ରହିଥିଲୁ, ଖାଇବାକୁ ପାଉନଥିଲୁ, ବହୁତ କଷ୍ଟ ହେଉଥିଲା, ତ ସେଇ ଫିଲ୍ମ କିମ୍ବା ଆପଣ ଯଦି ସେ ବହି ପଢ଼ିବେ ନା ଲିଟରେଲି ଆପଣମାନେ କାନ୍ଦି ପକାଇବେ। ତ ଏହା ହିଁ ଥିଲା ଗୋଟେ ପାଳଙ୍ଗ ଶାଗର ରେସିପିର ଷ୍ଟୋରିଟା, ବହୁତ ହି ହୃଦୟସ୍ପର୍ଶୀ ଥିଲା। ତ ମୁଁ ତ ଆଜି ଆପଣମାନଙ୍କ ସାଙ୍ଗରେ ସେୟାର କରି ପୁରା ସିମ୍ପଲ୍ ଭାବରେ ଗୋଟେ ଭଜା ଆଇଟମ୍ଟେ, ତ ସୋରିଷ ତେଲ ନେଇଯାଇଥିଲି, ସେଇଥିରେ ଟିକେ ନାକୁ ଫୁଟଣ, ଜିରା, ରସୁଣ, ପିଆଜ ଆଉ କଞ୍ଚା ଲଙ୍କା, ଆପଣ ଶୁଖିଲା ଲଙ୍କା ପରିବର୍ତ୍ତେ ଥରେ କଞ୍ଚା ଲଙ୍କା ନେଇକି ଦେଖନ୍ତୁ, ବହୁତ ହି ବଢ଼ିଆ ଲାଗିବ। ତାପରେ ପିଆଜ ପକାଇ ତାକୁ ଟିକେ ନାକୁ ଭାଜି ଦେଇଥିଲି। ଯେ ପାଳଙ୍ଗ ଶାଗ ତ ଆମର ଗନ୍ତାଘର, ଯେତେବେଳେ ଇଣ୍ଡିଆକୁ ଏ ପାଳଙ୍ଗ ଶାଗ ଆସିଲା ନା, ଇଣ୍ଡିଆନ୍ ରୋଷେଇଆ ମାନେ ଆର କେତେ କେତେ ଭେରାଇଟି ସବୁ ବାହାର କଲେ। ଆପଣମାନେ ତ ନିଜେ ହିଁ ଖାଇଥିବେ, ଜାଣିଥିବେ, ୟୁଟ୍ୟୁବରେ ସର୍ଚ୍ଚ କଲେ ମାନେ ସରିବନି ରେସିପି, ଏତେ ସାରା ରେସିପି ଏ ପାଳଙ୍ଗ ଶାଗରେ ହୁଏ। ତ ଲୁଣ ଆଡ଼୍ କରିସାରିଲା ପରେ ତାକୁ ଟିକେ ଭଲସେ ଗୋଳେଇ ଦେବା, ତାପରେ ତାକୁ ଘୋଡ଼େଇକି ରଖିଦେବା। ଘୋଡ଼େଇ ସାରିଲା ପରେ ଏଇଠି ଆଳୁ ଅଲମୋଷ୍ଟ ସିଝିଗଲାଣି। ଏଇ ଷ୍ଟେଜ୍ରେ ଆମେ କାଟି ରଖିଦେବା ପାଳଙ୍ଗ ଶାଗକୁ ଆଡ଼୍ କରିବା। ତ ଏଥିରେ ହଳଦୀ ଟୋଟାଲ୍ ବି ପକାଇବନି, ହଳଦୀ ପକାଇଲେ ତା'ର କଲର୍ଟା ଏତେ ଭଲ ଆସେନି ବି। ତ ଆମେ ତ ସିମ୍ପଲ୍ ଶାଗରେ ତ କିଏ ବି ହଳଦୀ ପକାନ୍ତିନି। ଯଦି ଆମେ କୌଣସି ମାନେ ତରକାରୀ ଆଇଟମ୍ କରିବା କି କୌଣସି ପୁରୀ ଆଇଟମ୍ କରିବା, ଟିକେ ନାକୁ ହଳଦୀ ପକାଇଲେ ନା ସେ ହାଲକା ହଳଦିଆ ରଙ୍ଗ ଆସିଥାଏ। କିନ୍ତୁ ଏ ଶାଗ ଭଜାରେ ଆମେ ହଳଦୀକୁ ଆଭଏଡ଼୍ କରିଦେବାଟା ବି ଭଲ। ଆଉ କେତେଜଣ ହଳଦୀ ବି ପକାନ୍ତି, କିନ୍ତୁ ମୁଁ ପକାଏନି। ମୁଁ ଯେମିତି କରେ ଆପଣଙ୍କ ସାଙ୍ଗେ ସେୟାର କରୁଛି। ବହୁତ ସାରା ପାଣି ଏଥିରୁ ବାହାରେ, ତେଣୁକରି ଆମେ ହାଇ ଫ୍ଲେମ୍ରେ ଶାଗଟାକୁ ଭାଜିବା, ଲୋ କରିବାନି, କାରଣ ଶାଗଟା ନା ବହୁତ ଜଲ୍ଦି ହିଁ ହେଇଯାଏ, ଏତେ ନରମ ଥାଏ ନା, ଜଲ୍ଦି ହିଁ ହେଇଯାଏ। ଟିକେ ନା ଘୋଡ଼େଇକି ହାଇ ଫ୍ଲେମ୍ରେ କଲାବେଳୁ ଦେଖନ୍ତୁ, ଆଉ କିନ୍ତୁ ଗୋଳଉଥିବେ, ମଝିରେ ମଝିରେ ଢାଙ୍କୁଣି ବାହାର କରିକି ଗୋଳଉଥିବେ। ତ ଏଇଠୁ ପୁରା ହେଇଗଲା। ମୁଁ 4 ବିଡ଼ା ଶାଗ ନେଇଥିଲି, ଆପଣମାନେ ଦେଖିଲେ, ଦେଖନ୍ତୁ କେତେ, ମାନେ 2 ଜଣ କି ହାର୍ଡ଼ଲି 3 ଜଣ ଖାଇଲା ଭଳିଆ ଶାଗ। ଆଉ ତେଣୁକରି ଯଦି ଅଧିକ ଲୋକ ଅଛନ୍ତି ସେଇ କ୍ୱାଣ୍ଟିଟିରେ ଆପଣମାନେ ନେବେ। ତ ଫାଇନାଲି ଗରମା ଗରମ ପାଳଙ୍ଗ ଶାଗ ଭଜା ହେଇଗଲା। ତ ଆଜିର ରେସିପିଟି ଆଉ ଷ୍ଟୋରିଟି ଖାସ୍ କରି ଯଦି ଆପଣମାନଙ୍କୁ ପସନ୍ଦ ଆସିଥିବ, ନିଶ୍ଚିତ ଭାବେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଜମାରୁ ବି ଭୁଲିବେନି। ରହିଲି, ନମସ୍କାର। ପୁଣି କିଛି ନୂଆ ରେସିପି ସହିତ ଏମିତି ସାଧା ସିଧା ରେସିପି, ମଜାଦାର ରେସିପି, ତଡ଼କାଦାର ରେସିପି ନେଇକି ଆସିବି। ସେ ପର୍ଯ୍ୟନ୍ତ ମୋ ଚ୍ୟାନେଲଟିକୁ ଲାଇକ୍ କରନ୍ତୁ, କମେଣ୍ଟ କରନ୍ତୁ, ସବସ୍କ୍ରାଇବ୍ କରିବାକୁ ଜମାରୁ ବି ଭୁଲନ୍ତୁନି। ରହିଲି, ନମସ୍କାର।